ଆଜି ଆମେମାନେ ଯୋଗ ମୁଦ୍ରାସନ ବିଷୟରେ ଜାଣିବାକୁ ଚେଷ୍ଟା କରିବା। ପଦ୍ମାସନ ଓ ବନ୍ଧ ପଦ୍ମାସନର ଯାବତୀୟ ଲାଭ ଏହି ଆସନରୁ ମିଳେ। ମାନେ କେଉଁ ଆସନରୁ ମିଳିଥାଏ? ଯୋଗ ମୁଦ୍ରା ଆସନରୁ ବନ୍ଧ ପଦ୍ମାସନର ଲାଭ ଏହି ଯୋଗ ମୁଦ୍ରା ଆସନରେ ସବୁ ଗୋଟିଏ ଆସନରୁ ଦୁଇଟା ଆସନର ଫଳଟି ମିଳିଥାଏ। ତା ସଙ୍ଗେ ସଙ୍ଗେ କୋଟି ପ୍ରଦେଶରେ ଥିବା ପୀଡ଼ା ଦୂର ହୋଇ ଆଖିର ଜ୍ୟୋତି ବୃଦ୍ଧି ପାଏ। ଫୁସ୍ଫୁସ୍କୁ ଶୁଦ୍ଧ କରି ବକ୍ଷସ୍ଥଳୀକୁ ପ୍ରସାରିତ କରେ। ଏହା ଋଷି ମହର୍ଷିଙ୍କ ପାଇଁ ଅତ୍ୟନ୍ତ ଉପଯୋଗୀ। ପ୍ରାଣ ଓ ଅପାନ ବାୟୁକୁ ଏକତ୍ରିତ କରିବାରେ ଏହି ଆସନ ଅତ୍ୟନ୍ତ ସହାୟକ ହୋଇଥାଏ। ଫଳରେ ଚିତ୍ତ ଏକାଗ୍ର ହୋଇ ମନ ପ୍ରସନ୍ନ ରହେ ଓ ଶରୀରରେ ଫୁର୍ତ୍ତି ଆସିଥାଏ। ସୁଷୁମ୍ନା କେନ୍ଦ୍ର ଜାଗ୍ରତ ହେଉଥିବାରୁ ଯୋଗୀଜନମାନେ ସିଦ୍ଧି ଲାଭ କରିଥାନ୍ତି। ବିଧି: ବନ୍ଧ ପଦ୍ମାସନ ଅବସ୍ଥାରେ ରେଚକ କରି ଶ୍ୱାସକୁ ବହିର୍ଦେଶକୁ ନିଷ୍କାସନ କରିଦେବ। ଧୀରେ ଧୀରେ ମୁଣ୍ଡକୁ ତଳକୁ ଆଣି ଭୂଇଁରେ ସ୍ପର୍ଶ କରି ରଖିବ। ତାପରେ ପେଟକୁ ଭିତର ପଟକୁ ଆକୁଞ୍ଚନ କରିବାକୁ ହେବ।